ନବରଙ୍ଗପୁର ଜିଲ୍ଲା ରାୟଘର ଜଗନ୍ନାଥ ମନ୍ଦିର ନିକଟରେ ଏକ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ କାରରେ ଥିବା ଗୋଟିଏ ପରିବାରର ବାପା ଏବଂ ପୁଅ ଗୁରୁତର ଅବସ୍ଥାରେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାୟଘର ସ୍ଥିତ ଗୁଚ୍ଛାଗୁଡ଼ା ବିଦ୍ୟାଳୟର ଶିକ୍ଷକ ପ୍ରକାଶ ବାଗ ଏବଂ ତାଙ୍କ ପତ୍ନୀ ଶଙ୍କାରାଣୀ ଓ 3.5 ବର୍ଷର ପୁଅକୁ ନେଇ ନିଜ କାରରେ ଉମରକୋଟରୁ ରାୟଘରକୁ ଫେରୁଥିଲେ। ଶନିବାର ଦିନ ସନ୍ଧ୍ୟା ପ୍ରାୟ 5ଟା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ପୁଅକୁ ବାନ୍ତି ଲାଗିବା ଫଳରେ ପ୍ରକାଶ ବ୍ୟତିବ୍ୟସ୍ତ ହେବାରୁ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ପରିବାର 3 ଜଣ ସଦସ୍ୟ ଆହତ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ। ପ୍ରକାଶ ଏବଂ ତାଙ୍କ ପୁଅର ଅବସ୍ଥା ଶୋଚନୀୟ ଥିବାରୁ ଡାକ୍ତର ତାଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ଶଙ୍ଖାରାଣୀଙ୍କୁ ମଧ୍ୟ ଆଘାତ ଲାଗିଥିବା ବେଳେ ସେ ସୁରକ୍ଷିତ ଥିବା ଜଣାପଡ଼ିଛି। ପ୍ରକାଶ ସାହୁକି ପ୍ରକାଶ ବାଗଙ୍କ ନିଜ ଘର ନୂଆପଡ଼ା ଏବଂ ସେ ରାୟଘରେ ଏକ ଭଡ଼ା ଘରେ ରହି ଗୁଚ୍ଛାଗୁଡ଼ା ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି।